ଅବିନାଶ କାଲି ରାତିଠୁ ଘରକୁ ଫେରିନି। ଏମିତି ଭିଡ଼ିଓ ସ୍କ୍ରୋଲ୍ କରୁ କରୁ ଗୋଟେ ଓଡ଼ିଆ ମୁଭିର ଟିଜର୍ ମୋ ସାମ୍ନାକୁ ଆସିଲା। ସେ ଟିଜର୍ଟି ହେଉଛି, ଫିଲ୍ମଟିର ନାଁ ହେଉଛି ରକ୍ତଗୋଲାପ। ଆକ୍ଚୁଆଲି ରକ୍ତଗୋଲାପ ଗୋଟେ ମୁଭି ଆଗରୁ ଓଡ଼ିଆରେ ତିଆରି ହେଇଥିଲା, ଯେଉଁଟାକି 1977 ମସିହାର। ସେ ମୁଭିରେ ନିର୍ଦ୍ଦେଶକ ଥିଲେ ଭୀମେଶ୍ୱର ରାଓ, ମୁଖ୍ୟ ଭୂମିକାରେ ଥିଲେ ଶ୍ରୀରାମ ପଣ୍ଡା, ବନଜା ମହାନ୍ତି। ଇଏ ମୁକ୍ତିଲାଭ କରିଥିଲା 29 ଡିସେମ୍ବର 1977 ମସିହାରେ। ମୁଁ ଜାଣିନି ଯେ ଏ ମୁଭି ସହିତ ଏ ମୁଭିର କିଛି ସମ୍ପର୍କ ଅଛି କି ନାହିଁ, କାହିଁକିନା ସେ ମୁଭି ମୁଁ ଆକ୍ଚୁଆଲି ଦେଖିନି। ଆଉ ମୋତେ ବି ଲାଗୁନି କିଛି ସମ୍ପର୍କ ଥିବ। ଏଇଥିପାଇଁ ଲାଗୁନି କି ସେ ମୁଭିର ସେ ଟାଇମ୍ରେ ମର୍ଡ଼ର ମିଷ୍ଟ୍ରି ସସ୍ପେନ୍ସ ଜନର ଫିଲ୍ମକୁ ଏତେ ଲୋକ ଆପ୍ରିସିଏଟ୍ କରିଥିବେ କି ନ କରିଥିବେ ମୁଁ କହିପାରିବିନି। କିନ୍ତୁ ଏଇ ଯେଉଁ ଟିଜର୍ଟି ଦେଖିଲା ଆଜ୍ଞା, ଟିଜର୍ଟି ଆପଣ ଦେଖିବେ, ଏ ଟିଜର୍ରେ ମୁଖ୍ୟ ଅଛନ୍ତି ଏଲିନା ସାମନ୍ତରାୟ, ତାଙ୍କ ସହିତ ଅଛନ୍ତି ଜୟପ୍ରକାଶ। ମାନେ ଟିଜର୍ଟି ମୋତେ ବହୁତ ଆକ୍ଚୁଆଲି ଭଲ ଲାଗିଲା, ସାଟିସ୍ଫାଏଡ୍ ଲାଗିଲା। କାହିଁକି ମୁଁ ଏ କଥା କହୁଛି ଯେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ସସ୍ପେନ୍ସ ମର୍ଡ଼ର ମିଷ୍ଟ୍ରି ଏ ଜୋନରକୁ ଏବେ ଧୀରେ ଧୀରେ ଡାଇରେକ୍ଟରମାନେ ଯାଉଛନ୍ତି ଆଉ ଚେଷ୍ଟା କରୁଛନ୍ତି କିଛି ନୂଆ ଜିନିଷ କରିବା ପାଇଁ, ଯେଉଁଟା ଗୋଟେ ଭଲ ପଦକ୍ଷେପ। ଆଉ ଏଥିରେ ଡାଇରେକ୍ଟର ଅଛନ୍ତି ପିନାକୀ ସିଂ ଆଉ ଶିଶିର କୁମାର ସାହୁ। ଏ ଫିଲ୍ମଟି ଏଇ ଫେବୃଆରୀ ମାସ ରିଲିଜ୍ ହେବାକୁ ଯାଉଛି ନିକଟସ୍ଥ ଆପଣଙ୍କର ପ୍ରେକ୍ଷାଳୟରେ। ଯେଉଁ ଷ୍ଟାର୍ଟିଂରୁ ଏଣ୍ଡିଂ ପର୍ଯ୍ୟନ୍ତ ଟିଜର୍ ଦେଖେଇଲେ ନା, ଟିଜର୍ କଟ୍ ହେଇଛି ନା, ବଢ଼ିଆ ଏକ୍ସଲେଣ୍ଟ ବ୍ରିଲିଆଣ୍ଟ କଟ୍ ହେଇଛି। ଟିଜର୍ରୁ ଆପଣଙ୍କର ଷ୍ଟୋରି ବିଷୟରେ ଗୋଟେ ମାନେ ସସ୍ପେନ୍ସ କେମିତି ଗୋଟେ ମାନେ ବ୍ରୁଟାଲ ମର୍ଡ଼ର ସିନ୍ କିଛି ଦେଖେଇଛି। ଏ ଜିନିଷଟାର କ୍ୟୁରିଓସିଟିଟା ଲାଷ୍ଟ ପର୍ଯ୍ୟନ୍ତ ବାନ୍ଧିକି ରଖିଛି। ବହୁତ ବଢ଼ିଆ ଏଡ଼ିଟିଂ ହେଇଛି। ତା ସହିତ ଗୋଟେ ମାନେ ଗୋଟେ ମୃଦଙ୍ଗର ବାଦ୍ୟ ସହିତ ଗୋଟେ ମାନେ ଭାଉଲିନ୍ର ମିକ୍ସଅପ୍ ଗୋଟେ ବିଜିଏମ୍ ଚାଲିଛି ବ୍ୟାକଗ୍ରାଉଣ୍ଡରେ, ଯେଉଁଟା ମାନେ ଲିଟରାଲି ଶୁଣିବା ପାଇଁ ଭଲ ଲାଗୁଛି। ଆଉ ସେ ମାନେ ଛୋଟ ବଜେଟ୍ର ଓଡ଼ିଆ ତ ଏମିତି ଏତେ ବଡ଼ ବଜେଟ୍ ଫିଲ୍ମ ନୁହଁ, କିନ୍ତୁ ଏ ଟିଜର୍ଟି ବହୁତ ମାନେ କାହିଁକି ମୋତେ ଆଟ୍ରାକ୍ଟ ଲାଗିଲା ମୁଁ କହିପାରିବିନି। ଆପଣମାନେ ଯଦି ନ ଦେଖିଛନ୍ତି ତାହେଲେ ନିଶ୍ଚିତ ରକ୍ତଗୋଲାପ ୟୁଟ୍ୟୁବରେ ସର୍ଚ୍ଚ କରିକି ଦେଖନ୍ତୁ। ଆଉ ରହିଲା ବାଦ ବାକି ଆକ୍ଟିଂ ବିଷୟରେ, ଏଲିନା ଡିଫରେଣ୍ଟ ଟାଇପ୍ର ଡିଫରେଣ୍ଟ ଜୋନରର ଫିଲ୍ମ ଏବେ କରୁଛନ୍ତି। ହେଇଥିବ ସେ ଓଡ଼ିଶାର ସେତେ ବଡ଼ ସୁପରଷ୍ଟାର ହେଇନାହାନ୍ତି, କିନ୍ତୁ ସେ ଯେଉଁ ଡିଫରେଣ୍ଟ ଜୋନର, ୟା ପୂର୍ବରୁ ତାଙ୍କର ଦେଖିବେ ଯେଉଁ ଫିଲ୍ମୋଗ୍ରାଫି ସିନେମାଟୋଗ୍ରାଫି ଦେଖିବେ ଆପଣ, ସେ ଡିଫରେଣ୍ଟ ଜୋନରର ଫିଲ୍ମକୁ ସବୁ ଚୁଜ୍ କରୁଛନ୍ତି। ଆଉ ଯେଉଁଟା ଗୋଟେ ଆକ୍ଟର ପାଇଁ ବହୁତ ଭଲ। ମେ ବି ହେଇଥାଇପାରେ ସେ ଆଜି କ୍ଲିକ୍ କରିନାହାନ୍ତି, କିନ୍ତୁ ଏମିତି ଗୋଟେ ଡିଫରେଣ୍ଟ ଜୋନରରେ ହାତ ମାରିବା ଆଉ ଡିଫରେଣ୍ଟ ଜୋନର ଆକ୍ଟିଂ କରିବାଟା ଗୋଟେ ଆକ୍ଟରର ଭର୍ସାଟିଲିଟାକୁ ଦର୍ଶାଏ ଆକ୍ଚୁଆଲି। ମାନେ ଟିଜର୍ଟି ମୁଁ ଏବେ ୟୁଟ୍ୟୁବରେ ସର୍ଚ୍ଚ କରିକି ଦେଖୁଥିଲି, ବହୁତ କମ୍ ଭ୍ୟୁ ଅଛି। ମେ ବି ବହୁତ ଲୋକ ଓଡ଼ିଶାରେ ଜାଣିନଥିବେ ଏମିତି ଗୋଟେ ଫିଲ୍ମ ଆସୁଛି ବୋଲି। କିନ୍ତୁ ଫିଲ୍ମଟିର ଟିଜର୍ଟି ମୋତେ ବହୁତ ପସନ୍ଦ ଆସିଛି। ମୁଁ ସେଥିପାଇଁ ଚାହିଁଲି ଯେ ଏ ଟିଜର୍ର ଗୋଟେ ଭିଡ଼ିଓ ନିଶ୍ଚିତ ବନେଇବି। ଆପଣମାନେ ଓଡ଼ିଆ ଇଣ୍ଡଷ୍ଟ୍ରିର ମାନେ ଭଲ ସମୟ ମେ ବି ଦେଖିନଥିବେ, କାହିଁକିନା ଯିଏ 90s କିଡ୍, ଆପଣ ସେଇ ସମୟରେ ଯଦି ଆପଣ ଓଡ଼ିଆ ଫିଲ୍ମକୁ ଦେଖିଥିବେ, ତାହେଲେ ଆପଣ ଫିଲ୍ କରିପାରିବେ ଯେତେବେଳେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ପ୍ରଶାନ୍ତ ନନ୍ଦ, ସେ ଯେଉଁ ଫିଲ୍ମ ଯେଉଁ ଗ୍ରୁପ୍ ଥିଲେ ନା, ସେ ସମୟରେ ଯେଉଁ ବ୍ରିଲିଆଣ୍ଟ ଫିଲ୍ମ ସବୁ ଆସୁଥିଲା, ଦ୍ୟାଟ୍ ଟୁ ବି ବହୁତ ଜାଗାରେ ବହୁତ ଲୋକ ଏଲିଗେସନ୍ କରନ୍ତି କପି ପେଷ୍ଟ, କିନ୍ତୁ ସେଇଟା ଏତେ ନିଖୁଣ ଅଭିନୟରେ ଏମାନେ ତାଙ୍କ ପରଦାରେ ମାନେ ଲିଭଉଥିଲେ ନା, ସେ ଜିନିଷଟା ଆଜି ବି ଆପଣ ଗୋଟେ ନଷ୍ଟାଲିଆ ଦେବ। ସେଇଭଳିଆ ଜିନିଷ ଯେ ବର୍ତ୍ତମାନ ଯେତେବେଳେ ଡିଫରେଣ୍ଟ ଜୋନର ଚେଞ୍ଜ ହେଲାଣି, ଲୋକମାନେ ଚେଞ୍ଜ ହେଲେଣି, ଲୋକ ମାଇଣ୍ଡ ସେଟ୍ ଚେଞ୍ଜ ହେଲାଣି, ଡିଫରେଣ୍ଟ ଟାଇପ୍ର ଭଲ ଭଲ ଫିଲ୍ମ ଆମେ ଦେଖିଲେଣି। ଦମନ କୁହନ୍ତୁ, ଆପଣଙ୍କର କର୍ମ କୁହନ୍ତୁ ଅନୁଭବ ଭାଇଙ୍କର, ଆପଣଙ୍କର ରିସେଣ୍ଟଲି ଯେଉଁ ବଡ଼ ବଜେଟ୍ ବୋଉ ବୁତୁଭୂତ ଫିଲ୍ମ ଆସନ୍ତୁ, ଯିଏକି ଭଲ ବିଜନେସ୍ କରିଥିଲା। ଲୋକ ଡିଫରେଣ୍ଟ ଜୋନର ଟେଷ୍ଟ କଲେଣି, ଆଉ ତାଙ୍କୁ ଓଡ଼ିଆ ଦର୍ଶକଙ୍କୁ ଡିଫରେଣ୍ଟ ଜୋନରର ଫିଲ୍ମ ଭଲ ଲାଗୁଛି। କମର୍ସିଆଲ ଯେଉଁ ଫିଲ୍ମ କଥା କହୁଛି, ମଝିରେ ତ ଆଉ ବହୁତ ଗୁଡ଼ାଏ ମାନେ ଫିଲ୍ମ ଆସିଛି, ମୁଁ ସବୁ ଫିଲ୍ମ କଭର କରିନି। ମେ ବି ଯେତିକି ମୁଁ ଜାଣିଛି ସେତିକି କହୁଛି ମୋ ନଲେଜରୁ। ମୋତେ କହିବେନି ଯେ ମାନେ ଏ ଫିଲ୍ମ ଭଲ, ଏ ଫିଲ୍ମ ଖରାପ ହେଇଛି। ମୁଁ ଏତିକି ଟିଜର୍ଟିକୁ ଦେଖି ମୋତେ ଯେହେତୁ ସାଟିସ୍ଫାଏ ଲାଗିଲା, ମୁଁ କହିଲି ନା, ୟା ଉପରେ ଗୋଟେ ଡେଡିକେଟେଡଲି ଭିଡ଼ିଓ ବନେଇବି। ଆଉ ଆପଣ ବି ନିଶ୍ଚିତ ଟିଜର୍ଟିକୁ ଦେଖନ୍ତୁ। ଆଉ ଯଦି ପାରିବା, ମୁଁ ଚେଷ୍ଟା କରୁଛି ଯିବା ପାଇଁ ସେ ଫିଲ୍ମଟିକୁ ଦେଖିବା ପାଇଁ। ଆପଣମାନେ ବି ଯାଆନ୍ତୁ ସେ ଫିଲ୍ମଟିକୁ ଦେଖିବା ପାଇଁ। ଲାଗୁଛି ଡାଇରେକ୍ଟର କିଛି ନୂଆ ଜିନିଷ ଆଣିଥିବେ ଆପଣମାନଙ୍କ ପାଇଁ, ତା ସହିତ ମୋ ପାଇଁ ବି। ଜୟ ଜଗନ୍ନାଥ।